ସ୍ୱର୍ଗଠାରୁ ଉଚ୍ଚ କିଏ? ପିତା ତାଙ୍କ ନାମ, ନିଜ ଔରସରୁ ଯିଏ କରିଛି ଜନମ। ପୃଥିବୀରୁ ଭାରି କିଏ? ମାତା ତାଙ୍କ ନାମ, ଯିଏ ପାଳନ କରିଛି ପୁତ୍ରକୁ ଜନମ। ସର୍ବଶ୍ରେଷ୍ଠ ଯୋଗୀଙ୍କର ନାମ କ'ଣ? ସଦାଶିବ ଶଙ୍କର, ଶିବ ଶଙ୍କର। ସର୍ବଶ୍ରେଷ୍ଠ ବୁଦ୍ଧିବିଦ୍ୟାର ନାମ କ'ଣ? ଗଣେଶ। ସର୍ବଶ୍ରେଷ୍ଠ ବୁଦ୍ଧିବିଦ୍ୟା ଦାତ୍ରୀଙ୍କର ନାମ କ'ଣ? ସରସ୍ୱତୀ। ଗୁରୁ କିଏ? ଯିଏ ଦିଏ ଶିକ୍ଷା, ହିତ ଉପଦେଶ। ଶିଷ୍ୟ କିଏ? ଗୁରୁ ଭକ୍ତି ଯାହାର ଅଶେଷ। ଦୁଃଖୀ କିଏ? ବିଷୟରେ ଥାଏ ଯାର ଲୟ। ଶତ୍ରୁ କିଏ? ଆପଣାର ଅବଧି ଇନ୍ଦ୍ରିୟ। ବିଷଠାରୁ ତୀବ୍ର କିସ? ସମସ୍ତ ବିଷୟ। ଧନୀ କିଏ? ଯେହୁ କରେ ପର ଉପକାର। ପୂଜନୀୟ କିଏ? ଅଛି ବିଦ୍ୟା ଜ୍ଞାନ ଯାର। ଶତ୍ରୁଠାରୁ ମହାଶତ୍ରୁ ଅଟେ କେଉଁ ଜନ? କୋପ ମିଥ୍ୟା ଲୋଭ ତୃଷ୍ଣା ସହିତ ମଦନ। ସଭାରେ ଶୋଭିତ କିଏ? ବିଦ୍ୟାର ଆଧାର। ମାତା ସମ ସୁଖଦା କିଏ? ବିଚକ୍ଷଣ ବିଦ୍ୟା। ଚତୁର୍ବର୍ଗ ଫଲ କ'ଣ? ଧର୍ମ ଅର୍ଥ ଓ କାମ ମୋକ୍ଷ। କେଉଁ ବ୍ୟକ୍ତି ଜୀବନରେ ସୁଖ ଶାନ୍ତି ଭୋଗନ୍ତି? ଦୃଢ଼ମନା, କର୍ମବୀର, ଉଦ୍ୟମୀ, ବିଚକ୍ଷଣ ଜ୍ଞାନୀ। କେଉଁ ଭାବ ମହୌଷଧି ସମ? ହସ ଓ ଆନନ୍ଦ। ମଣିଷର ବ୍ୟାଧିର କାରଣ କ'ଣ? ଚିନ୍ତା, ଚିତ୍ତର ଭାବନା। ଜ୍ଞାନ କହିଲେ କ'ଣ ବୁଝାଏ? ଯାହା ସତ୍ୟ ଓ ପ୍ରମାଣୀୟ। ଅଜ୍ଞାନ କହିଲେ କ'ଣ ବୁଝାଏ? ଯାହା ଅନ୍ଧବିଶ୍ୱାସ, ପ୍ରମାଣୀୟ ନୁହେଁ, ଅନୁମାନ କରିବା। ବିଜ୍ଞାନ କହିଲେ କ'ଣ ବୁଝାଏ? ଯାହା ସତ୍ୟ, ପ୍ରମାଣୀୟ, ଜ୍ଞାନରୁ ଉଦ୍ଭବ ହୁଏ। ସାଧୁ କହିଲେ କ'ଣ ବୁଝାଏ? ଯିଏ ସଂଯମୀ, ଆୟତ୍ତ କରି ସିଦ୍ଧି ସାଧନାରେ ସାଧ୍ୟ କରିପାରେ। ସନ୍ଥ କିଏ? ଯିଏ ପରମାତ୍ମାଙ୍କ ଗୁଣଗାନ କରି ହିତ ଉପଦେଶ ଦିଏ। ସନ୍ନ୍ୟାସୀ କିଏ? ଯିଏ ସଂସାରର ମୋହମାୟା ତ୍ୟାଗ କରି ପରମାତ୍ମାଙ୍କ ଶରଣାପନ୍ନ ହୋଇପାରନ୍ତି। କର୍ମ କହିଲେ କ'ଣ ବୁଝାଏ? ସ୍ୱଭାବ ପରହିତକାଂକ୍ଷୀ, ଦୀକ୍ଷା, ନିଷ୍କାମ କର୍ମ। ଶାନ୍ତି କହିଲେ କ'ଣ ବୁଝାଏ? ତୃପ୍ତି ଓ ସନ୍ତୁଷ୍ଟତା। ଅଶାନ୍ତି କହିଲେ କ'ଣ ବୁଝାଏ? ଅତୃପ୍ତି। ସର୍ବଶ୍ରେଷ୍ଠ ମନ୍ତ୍ରର ନାମ କ'ଣ? ଓଁ ବୀଜମନ୍ତ୍ର। ଓମ୍ କେଉଁ ଅକ୍ଷରରେ ସୃଷ୍ଟି ହୋଇଛି? ଓ, ଉ, ମ ତିନି ଅକ୍ଷରରେ ଓମ୍ ସୃଷ୍ଟି ହୋଇଛି। ପବନଠାରୁ ଗତି କାହାର ବେଶୀ? ମନର। ମନର ଅନ୍ୟ ନାମ କ'ଣ? ଇଚ୍ଛା। ମନ କେତେ ପ୍ରକାର? ମନ ପାଞ୍ଚ ପ୍ରକାରର। ପାଞ୍ଚ ପ୍ରକାରର ମନର ନାମ କ'ଣ? ସୁମନ, କୁମନ, ଅନୁମନ, ବିମନ ଓ ଅମନ। ମନର ସ୍ତ୍ରୀର ନାମ କ'ଣ? ମହାମାୟା, ମାୟା। ମାୟା କେତେ ପ୍ରକାର? ମାୟା ଦୁଇ ପ୍ରକାର, ଯୋଗମାୟା ଓ ମହାମାୟା। ମୋକ୍ଷ କହିଲେ କ'ଣ ବୁଝାଏ? ସଂସାରରେ ମାୟାବନ୍ଧନ ମୁକ୍ତ ପାଇବା, ତ୍ରାହି ପାଇଯିବା। ଆତ୍ମା କେଉଁ ସ୍ଥାନରେ ଅବସ୍ଥିତ? ଭ୍ରୂକୁଟି, ଲଲାଟ ମଧ୍ୟରେ, କେନ୍ଦ୍ରବିନ୍ଦୁଠାରେ। ଆତ୍ମା କେତେ ଭାଗରେ ବିଭକ୍ତ? ଆତ୍ମା ତିନି ଭାଗରେ ବିଭକ୍ତ। ଆତ୍ମା ତିନି ଭାଗର ନାମ କ'ଣ? ସ୍ଥୂଳ ଶରୀର, ସୂକ୍ଷ୍ମ ଶରୀର ଓ କାରଣ ଶରୀର। ଆତ୍ମା କେତେ ପ୍ରକାର? ଆତ୍ମା ତିନି ପ୍ରକାରର। ଏକ ହେଉଛି ପ୍ରେତାତ୍ମା, ଦୁଇ ହେଉଛି ଜୀବାତ୍ମା, ତିନି ହେଉଛି ସୂକ୍ଷ୍ମ ଆତ୍ମା। ପ୍ରେତାତ୍ମାର ରୂପ କିପରି? ପ୍ରେତାତ୍ମାର ରୂପ ଛାଇ ଭଳି। ଇନ୍ଦ୍ରିୟ କେତୋଟି ଅଛନ୍ତି ମାନବ ଶରୀରରେ? 11ଟି। 5ଟି ଜ୍ଞାନେନ୍ଦ୍ରିୟ, 5ଟି କର୍ମେନ୍ଦ୍ରିୟ ଓ 1ଟି ମନ। ଜ୍ଞାନେନ୍ଦ୍ରିୟ ମାନଙ୍କର ନାମ କ'ଣ କ'ଣ? ଆଖି, ନାକ, କାନ, ଜିଭ ଓ ଚର୍ମ। କର୍ମେନ୍ଦ୍ରିୟ ମାନଙ୍କର ନାମ କ'ଣ? ହସ୍ତ, ପଦ, ମୁଖ, ପାୟୁ ଓ ଉପସ୍ଥ। କର୍ମ କେତେ ପ୍ରକାରର? କର୍ମ ତିନି ପ୍ରକାରର। ପ୍ରଥମ ହେଉଛି କ୍ରିୟମାଣ, ଦ୍ୱିତୀୟ ସଞ୍ଚିତ ଓ ତୃତୀୟ ପ୍ରାରବ୍ଧ। ଭାଗ୍ୟ କହିଲେ କ'ଣ ବୁଝିବା? ଯାହାକି ପୂର୍ବଜନ୍ମର ସଞ୍ଚିତ ଓ ପ୍ରାରବ୍ଧ ଫଳ ଭୋଗିବା। ମାନବ ଶରୀରରେ କେତୋଟି ପ୍ରକୃତି ରହିଛି? ମାନବ ଶରୀରରେ 25ଟି ପ୍ରକୃତି ରହିଛି। ପଞ୍ଚଭୂତର ନାମ କ'ଣ? ଜଳ, ବାୟୁ, ଅଗ୍ନି, ପୃଥିବୀ ଓ ଆକାଶ।
25 ପ୍ରକୃତିର ନାମ କ'ଣ? ଅସ୍ଥି, ମାଂସ, ଚର୍ମ, ଲୋମ, ନାଡ଼ି। ଏହା ପୃଥିବୀ ତତ୍ତ୍ୱ। ରକ୍ତ, ଲାର୍, ପସିନା, ମୂତ୍ର, ବୀର୍ଯ୍ୟ ଏସବୁ ଜଳ ତତ୍ତ୍ୱ। ଭୋକ, ପ୍ୟାସ, ଆଲସ୍ୟ, ନିଦ୍ରା, ଶାନ୍ତି ଏହା ଅଗ୍ନି ତତ୍ତ୍ୱ। କହିବା, ଶୁଣିବା, ସଂକେତ ଦେବା ଓ ପ୍ରସାରଣ କରିବା, ବଲ ଲଗାଇବା ଏହା ବାୟୁ ତତ୍ତ୍ୱ। ରାଗ, ଦେଶ, ଲଜ୍ଜା, ଭୀତି, ମୋହ ଏହା ଆକାଶ ତତ୍ତ୍ୱ। କ୍ଷର ନାଶବାନ ପୁରୁଷ ଶରୀର, ଅକ୍ଷର ଜୀବାତ୍ମା ଓ ନିଅକ୍ଷର ଆତ୍ମା ଅଟେ। ବ୍ରହ୍ମାଣ୍ଡରେ କେତୋଟି ଭୁବନ ଅଛି? ବ୍ରହ୍ମାଣ୍ଡରେ 14ଟି ଭୁବନ ଅଛି। ଭୁବନମାନଙ୍କର ନାମ କ'ଣ କ'ଣ? ଅତଳ, ବିତଳ, ସୁତଳ, ତଳାତଳ, ମହାତଳ, ପାତାଳ, ରସାତଳ। ଭୂଲୋକ, ଭୂଲୋକ, ସ୍ୱର୍ଗଲୋକ, ମହାଲୋକ, ଜନଲୋକ, ତପଲୋକ, ସତ୍ୟଲୋକ ଓ ବୈକୁଣ୍ଠପୁର। ଶରୀରରେ ଇନ୍ଦ୍ରିୟମାନେ କାହା ପ୍ରେରଣାରେ ଚଲନ୍ତି? ମନର ପ୍ରେରଣାରେ ଚଲନ୍ତି। ତ୍ରିତାପର ନାମ କ'ଣ? ଏହା ହେଉଛି ଦୈବିକ, ଭୌତିକ, ଆଧ୍ୟାତ୍ମିକ ତ୍ରିତାପ ଅଟେ। ତ୍ରିଗୁଣର ନାମ କ'ଣ? ସାତ୍ୱିକ, ରାଜସ ଓ ତାମସ। ଯୁଗ କେତେ ପ୍ରକାରର? ଯୁଗ 4ଟି। ସତ୍ୟ, ତ୍ରେତୟା, ଦ୍ୱାପର ଓ କଲି। ବେଦ କେତୋଟି? ବେଦ 4ଟି। ଋଗ୍ବେଦ, ସାମବେଦ, ଯଜୁର୍ବେଦ, ଅଥର୍ବବେଦ। ତା ସଙ୍ଗରେ ଶିଶୁବେଦ ମଧ୍ୟ ରହିଛି। ଅଷ୍ଟବିଦ୍ୟା କ'ଣ କ'ଣ? ଅଣିମା, ମହିମା, ଗରିମା, ଲଙ୍ଘିମା, ପ୍ରାପ୍ତି, ପ୍ରାକାମ୍ୟ, ଈଶିତ୍ୱ, ବଶିତ୍ୱ। ଅଣିମା ଶରୀରକୁ ଅଦୃଶ୍ୟ କରି ଅଣୁ ପରି ଶରୀରକୁ କ୍ଷୁଦ୍ର କରିଦେବା ଶକ୍ତି ହେଉଛି ଅଣିମା ଶକ୍ତି। ମହିମା ଶରୀର ବିଶାଳ କରିପାରିବା ଶକ୍ତି। ଗରିମା ଶରୀରକୁ ଓଜନ ଭାରୀ କରିବା ଶକ୍ତି। ଲଙ୍ଘିମା ଶରୀରକୁ ହଲକା କରି ତେଜ ଗତିରେ ଉଡ଼ିପାରିବା ଶକ୍ତି। ପ୍ରାପ୍ତି ଶରୀରକୁ ଅଦୃଶ୍ୟ କରିବା ଶକ୍ତି। ପ୍ରାକାମ୍ୟ ମନର ଭାବନା ବା ଇଚ୍ଛାକୁ ଜାଣିପାରିବା ଓ କହିପାରିବା ଶକ୍ତି। ଈଶିତ୍ୱ ଭଗବାନଙ୍କ ଉପାଧି ଅର୍ଥାତ୍ ପ୍ରଭୁ ଭଳି ଆଶୀର୍ବାଦ କରିପାରିବା। ବଶିତ୍ୱ ବଶିତ୍ୱ କରିପାରିବା, ଦାସ କରିପାରିବା, ମୋହିତ କରିପାରିବା, ପରାଜିତ କରିପାରିବା। ନବନିଧି ପରକାୟା ବିଦ୍ୟା, ଅନାହାର, ମୃତ୍ୟୁ ଶରୀରକୁ ପୁନଃଜୀବଦାନ ଦେବା ଏହା ହେଉଛି ନବନିଧି। କାବି ବିଦ୍ୟାର ଅର୍ଥ କ'ଣ? ଥଣ୍ଡା ଉତ୍ତାପ ସହିପାରିବା ଶକ୍ତି। ବାୟୁଗମନ ସିଦ୍ଧି କ'ଣ? ବାୟୁରେ ପହଁରି ପାରିବା ଓ ପହଞ୍ଚି ପାରିବା ଶକ୍ତି। ମଦଲାସ ବିଦ୍ୟା କ'ଣ? କର୍ମ କମ୍ ବେଶୀ କରି ଶରୀରକୁ ସୂକ୍ଷ୍ମ କରିପାରିବା। ତ୍ରିଗୁଣମାନଙ୍କର ନାମ କ'ଣ କ'ଣ? ସତ୍ୱଗୁଣ ତ୍ୟାଗ, ଶମ, ଦମ, ସତ୍ୟ, ସନ୍ତୋଷ, ଦୟା, କ୍ଷମା, ଲଜ୍ଜା, ତୃଷ୍ଣା, ଶ୍ରଦ୍ଧା, ଧୃତି, ସ୍ଥିତିର ମନ। ରଜୋଗୁଣ କାମ, ସୁଚେଷ୍ଟା, ମଦ, ଗର୍ବ, ବିଳାସ ବ୍ୟସନ, ଯଶ, ପ୍ରଭାବ, ସୁଖ ଇଚ୍ଛା, ଲୋଭ, ମନ୍ତ୍ରଦୀକ୍ଷା, ସଂକଳ୍ପ, ସୁବଳ, ବଳ, ହାସ୍ୟପର, ପରୋପକାର, ଅହଙ୍କାର। ତମୋଗୁଣ ବିଷାଦ, କ୍ରୋଧ, ଲୋଭ, ହିଂସା, ଅସତ୍ୟ, ଦମ୍ଭ, ମିଥ୍ୟା ଭାଷା, କନ୍ଦଳ, ଶୋକ, ଅଭିମାନ, ବିଳାସ, ଆଳସ ଓ ଶୟନ। ତ୍ରିତାପ ତ୍ରିତାପ ହେଉଛି ଦୈବିକ, ଭୌତିକ ଓ ଆଧ୍ୟାତ୍ମିକ। ଅଜପା ଗାୟତ୍ରୀ କ'ଣ? ସୋ ଏବଂ ହମ୍। ସୋ ହମ୍ ଏହା ନିଶ୍ୱାସ ପ୍ରଶ୍ୱାସରେ ମଣିଷର 21,600 ଥର ଗମନାଗମନ କରିଥାଏ। ମାନବ ଶରୀରରେ କେତୋଟି ନାଡ଼ି ଅଛି? 72,000 ନାଡ଼ି ଅଛି। ମୁଖ୍ୟ ନାଡ଼ୀର ନାମ କ'ଣ କ'ଣ? ଇଡ଼ା, ପିଙ୍ଗଲା ଓ ସୁଷୁମ୍ନା। ସ୍ତ୍ରୀ କେତେ ପ୍ରକାରର? ସ୍ତ୍ରୀ 4 ପ୍ରକାରର। ତ୍ରିଗୁଣ 1 ଚିତ୍ରିଣୀ, 2 ପଦ୍ମିନୀ, 3 ହସ୍ତିନୀ, 4 ଶଙ୍ଖିନୀ। ପୁରୁଷ କେତେ ପ୍ରକାରର? ପୁରୁଷ 6 ପ୍ରକାରର। ମୃଗ, ଅଶ୍ୱ, ଶଶକ, ବୃଷଭ, ମାର୍ଜାର ଓ ସିଂହ ଏହି 6 ପ୍ରକାରର ମଣିଷ ଅଛନ୍ତି। ଲକ୍ଷ୍ମୀର ଅର୍ଥ କ'ଣ? ଧନ, ସମ୍ପତ୍ତି, ଦୌଲତ। ଅମୃତର ଅର୍ଥ କ'ଣ? ଯାହା ମୃତ ନୁହେଁ। ଷଢ଼ରିପୁ କ'ଣ? କାମ, କ୍ରୋଧ, ଲୋଭ, ମୋହ,
ମାଶ୍ଚର୍ଯ୍ୟ, ଯାହା ଇଚ୍ଛା ଓ ଅଭିମାନ। 5ଟି କୋଷର ନାମ କ'ଣ କ'ଣ? ଅନ୍ନମୟ କୋଷ, ପ୍ରାଣାୟାମ କୋଷ, ମନୋମୟ କୋଷ, ବିଜ୍ଞାନମୟ କୋଷ ଓ ଆନନ୍ଦମୟ କୋଷ। ଅଜପା ଗାୟତ୍ରୀର ନାମ କ'ଣ? ସୋହମ୍, ଯାହାକି ନିଶ୍ୱାସ ଓ ପ୍ରଶ୍ୱାସ ଅଟେ। ପ୍ରାଣବାୟୁ 10ଟି ଶ୍ରେଷ୍ଠ ମୁଖ୍ୟ ନାମ କ'ଣ କ'ଣ? ପ୍ରାଣବାୟୁ 10 ପ୍ରକାରର। ପ୍ରାଣବାୟୁ ପ୍ରାଣ, ଅପାନ, ସମାନ, ଉଦାନ, ବ୍ୟାନ, ନାଗ, କୁର୍ମ, କୃକର ଓ ଦେବଦତ୍ତ। ପ୍ରିୟ ଦର୍ଶକ ବନ୍ଧୁଗଣ, ଭିଡ଼ିଓଟିକୁ ଭଲ ଲାଗିଲେ ନିଶ୍ଚୟ ଲାଇକ୍, ସବସ୍କ୍ରାଇବ୍ ଓ ସେୟାର କରିବେ। ନମସ୍କାର।